ସବୁ କଲର୍ ମାନଙ୍କ ଭିତରୁ ବ୍ଲାକ୍ କଲର୍ ଡ୍ରେସ୍ ଟିକେ ମୋର ଅଧିକ ପସନ୍ଦ। ତ ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ସବୁଦିନ ଭଳି ପ୍ରିପେୟାର ହେଇକି ପୁଣି କ୍ଲିନିକକୁ ବାହାରିଲି। କାର୍ ଟିକେ ମଳି ଯାଇଥିଲା, ଟିକେ ସର୍ଭିସିଂ କରିଦେଲି ତାକୁ, ଦେନ୍ ଚାଲିଲି କ୍ଲିନିକକୁ। ବର୍ଷା ପାଗ ଆଜି ହେଇଛି, ବହୁତ ବଢ଼ିଆ ଲାଗୁଛି ପାଗ, ମସ୍ତ ହେଇଛି। ତ କ୍ଲିନିକରେ ପହଞ୍ଚିଲି, ପେସେଣ୍ଟ ପ୍ରାୟ ଆସିଯାଇଥିବେ। ତ ପେସେଣ୍ଟ ଷ୍ଟାର୍ଟ କରିଲି ଦେଖିବା। ଇଏ ଜଣେ ଲିଗାମେଣ୍ଟ ଇଞ୍ଜୁରୀ ପେସେଣ୍ଟ ଆସିଥିଲେ, କପିଂ ପାଇଁ ପେସେଣ୍ଟ ଆସିଥିଲେ, ଜିମ୍ ପେସେଣ୍ଟ ଇଏ କପିଂ ନେଇସାରିଛନ୍ତି। ଇଏ ଜଣେ ମା, ତାଙ୍କର ବ୍ୟାକ୍ ପେନ୍ ହେଉଥିଲା, ବ୍ୟାକ୍ ପେନ୍ର ଟ୍ରିଟମେଣ୍ଟ କରିସାରିଲାଣି, ଏବେ ଷ୍ଟ୍ରେଚିଂ କରୁଛି। କିଛି ଜଣ ପେସେଣ୍ଟଙ୍କର ଟ୍ରିଟମେଣ୍ଟ ସରିଲାଣି, ସେ ଖୁସି ହେଇକି ଘରକୁ ଯାଉଛନ୍ତି। ସୋ ପ୍ରାୟତଃ 10ରୁ 12 ଜଣ ପେସେଣ୍ଟକୁ ଦେଖିକି ଟ୍ରିଟମେଣ୍ଟ କରିକି ଘରକୁ ବାହାରିଲି ଲଞ୍ଚ କରିବା ପାଇଁକି। ଆଜି ବୁଧବାର ଥିଲା, ସୋ ବୁଧବାରରେ ଟିକେ ଆଇଁଷ ହେବାର ଅଛି। ମୁଁ ତ ଅଣ୍ଡା ଛଡ଼ା ଆଉ କିଛି ଖାଏନି, ତ ଏଗ୍ ଚିଲି ହେଇଥିଲା, ମ୍ୟାଡ଼ାମ୍ କଲ୍ କରିକି ଜଣାଇଥିଲେ। ଲଞ୍ଚ ବ୍ରେକ୍ ସାରିକି ପୁଣି ବାହାରିଲି ସେକେଣ୍ଡ ହାଫ୍ରେ କ୍ଲିନିକକୁ। ଆଜି ସେଇ ବର୍ଷା ପାଗ ହିଁ ଅଛି, ପାଗ ବହୁତ ବଢ଼ିଆ ହେଇଛି। ତ ଦେନ୍ ପେସେଣ୍ଟ ଦେଖିବା ଷ୍ଟାର୍ଟ କରିଲି। ଇଏ ଜଣେ ପେସେଣ୍ଟ, ତାଙ୍କର ଏଜ୍ 19-20 ଭିତରେ ହେବ, କିନ୍ତୁ ସିଭିୟର୍ ବ୍ୟାକ୍ ପେନ୍ ବାହାରିଛି ତାଙ୍କର। ପ୍ରାୟତଃ ସେଇ ଏଜ୍ରେ ଏବେ ବହୁତ ପିଲାଙ୍କର ବ୍ୟାକ୍ ପେନ୍ ବାହାରୁଛି ଡ୍ୟୁ ଟୁ ଲଙ୍ଗ୍ ଟାଇମ୍ ସିଟିଂ, ବସିକି ଅଧିକ ସମୟ କମ୍ପ୍ୟୁଟର ଚଲାଇବା ବା ମୋବାଇଲ୍ ଚଲାଇବା। ଏଟାକୁ ଆମେ ମାନେ ସଲ୍ଭ ପୁରା ପିଓରଲି କରିପାରିବା ଯଦି ଏଇ ଜିନିଷ ରହୁଛି, ପରେ ବହୁତ ଜୋରେ ପେନ୍ ବାହାରେ। ତ କିଛି ଜଣ ପେସେଣ୍ଟକୁ ଦେଖିବା ପରେ ମୁଁ ଟିକେ ଫାଙ୍କା ମାରୁଛି ଏଠି କାରଣ ଟାୟାର୍ଡ଼ ହେଇଗଲାଣି, ଟୋଟାଲି ବସିବାକୁ ଟାଇମ୍ ନାହିଁ। ଜଣଙ୍କ ପରେ ଜଣେ ପେସେଣ୍ଟ ଆସିଛନ୍ତି, ତା ଭିତରେ ଟିକେ ମୋବାଇଲ୍ ଦେଖିଦେଉଛି, ଇନଷ୍ଟାରେ କ'ଣ ନୋଟିଫିକେସନ୍ ଆସିଛି କି କ'ଣ ହେଇଛି। ଦେନ୍ ବୋଧେ ନୂଆ ଜଣେ ପେସେଣ୍ଟ ଆସିଥିଲେ, ହଁ ଜଣେ ପେସେଣ୍ଟ ଆସିଥିଲେ ଏଥର। ତାଙ୍କର ବ୍ୟାକ୍ ସର୍ଜରୀ ହେଇଛି, ମାଆଙ୍କର ସ୍ପାଇନ୍ ସର୍ଜରୀ ହେଇଛି। ସର୍ଜରୀ ପରେ ସେ ଟ୍ରିଟମେଣ୍ଟ ନେଉଛନ୍ତି, ଫିଜିଓଥେରାପି ନେଉଛନ୍ତି। ଇଏ ମାଆଙ୍କର ବି ବ୍ୟାକ୍ ପେନ୍ ଏବେ ପୂର୍ବ ଅପେକ୍ଷା ବହୁତ କମ୍ ଅଛି। ଇଏ ଜଣେ ମ୍ୟାଡ଼ାମ୍ ଟିଚର୍ ଅଛନ୍ତି, ଲଙ୍ଗ୍ ଟାଇମ୍ ସିଟିଂ କରିକି ତାଙ୍କର ବ୍ୟାକ୍ ପେନ୍ ବାହାରିଛି। ପ୍ରାୟତଃ ଆମେ ଗୋଟେ ପୋଶ୍ଚରକୁ ସବୁବେଳେ ଆଡ଼ପ୍ଟ କରିବା କଥା ନୁହେଁ, ସବୁବେଳେ ପୋଶ୍ଚର ଚେଞ୍ଜ କରିବା। ନେକ୍ସଟ ପୋଶ୍ଚର ଇଜ୍ ଦ ବେଷ୍ଟ ପୋଶ୍ଚର। ସୋ ଯେତେ ପୋଶ୍ଚର ଆମେ ଚେଞ୍ଜ କରିବା, ବ୍ୟାକ୍ ପେନ୍ ସେତେ ହେବନି। ଇଏ ଜଣେ ସାର୍ ସମରେ ଅଛନ୍ତି, ତ ତାଙ୍କର ସିଆଟିକା ପେନ୍ ଥିଲା। ଏବେ ଟିକେ ବେଟର୍ ଅଛନ୍ତି, ପୂର୍ବ ଅପେକ୍ଷା ଛୋଟେଇକି ଆସିଥିଲେ, ଏବେ ଟିକେ ବେଟର୍ ଅଛନ୍ତି, କ୍ୟାମେରା ସହିତ ଖେଳୁଛନ୍ତି, ତାଙ୍କର ଟ୍ରିଟମେଣ୍ଟ ସରିଲାଣି। ଆକ୍ଚୁଆଲି ଏମିତି ଚାଇଲ୍ଡିସ୍ ନେଚର୍ ସମସ୍ତଙ୍କର ରହିବା କଥା। ତ ଲାଷ୍ଟ ପେସେଣ୍ଟ ଦେଖୁଛି। ତ ଆଜି ପ୍ରାୟତଃ ସନ୍ଧ୍ୟାରେ 10ରୁ 15 ଜଣ ପେସେଣ୍ଟକୁ ଦେଖି ସାରିକି ଘରକୁ ବାହାରିଲି ଡିନର୍ ପାଇଁକା। ତ ଫ୍ରେଣ୍ଡସ୍, ଯଦି ଭିଡ଼ିଓ ଭଲ ଲାଗିଥାଏ କମେଣ୍ଟ କରିବେ ଆଣ୍ଡ ଲାଇକ୍ କରିବେ। ରହୁଛି, ଜୟ ଜଗନ୍ନାଥ।